ଆମର ଯୋଉ ଚାଷୀ ଭାଇ ମାନେ ଅଛନ୍ତି ସେମାନେ କହୁଥିଲେ କି ପିଏମ କିଷାନ ର 20ତମ କିସ୍ତି କେବେ ମିଳିବ, କୋଉ ଡେଟ ରେ ମିଳିବ। ତ ସବୁ ଅପେକ୍ଷାର ଅନ୍ତ ଘଟିଛି। କାଲି ଆପଣଙ୍କର ଅଗଷ୍ଟ 2 ତାରିଖ। କାଲି ଆପଣଙ୍କର ପିଏମ କିଷାନ ର 20ତମ କିସ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲି ରିମୋଟ ଜରିଆରେ ରିଲିଜ କରିବା ପାଇଁ ଯାଉଛନ୍ତି। ପିଏମ କିଷାନ ର 20ତମ କିସ୍ତିର ଟଙ୍କା ଚାଷୀଙ୍କ ଆକାଉଣ୍ଟ କୁ ଆସିବ। କାଲି 11ଟାରେ ପିଏମ କିଷାନ ର 20ତମ କିସ୍ତି ଚାଷୀଙ୍କ ଆକାଉଣ୍ଟ କୁ ଆସିବା ପାଇଁ ଯାଉଛି। 9.7 କରୋଡ଼ ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ର 20ତମ କିସ୍ତି। ଆପଣ ଇଲିଜିବୁଲ ଯଦି ଅଟନ୍ତି ତାହେଲେ ଆପଣଙ୍କ ଖାତାକୁ ସେଇ 20ତମ କିସ୍ତିର ଟଙ୍କା 2000 ଟଙ୍କା ଆସିବ। ଯଦି ଆପଣ ଇଲିଜିବୁଲ ନୁହନ୍ତି ତାହେଲେ ଆପଣଙ୍କ ଖାତାକୁ ଆସିବ ନାହିଁ। କେମିତି ଆପଣ ଜାଣିପାରିବେ ପିଏମ କିଷାନ ର ଆପଣ ମାନେ ଇଲିଜିବୁଲ ଅଟନ୍ତି? ଡିଟେଲ୍ସ ଆଗକୁ ମୁଁ ଜଣେଇବି। ଆପଣ ଅଧୈର୍ଯ୍ୟ ହେବାର ନାହିଁ। ଭିଡିଓକୁ ଗୋଟେ ଲାଇକ୍ କରିଦେବେ, ଚ୍ୟାନେଲ କୁ ନୂଆ କରି ଆସିଥିଲେ ସବସ୍କ୍ରାଇବ କରିଦେବେ। ପ୍ରଥମତଃ ଆମେ ଜାଣିନବା ଯୋଉ ପିଏମ ଇଭେଣ୍ଟ ଅଛି, ଆମେ ଯେତେବେଳେ ଚେକ୍ କଲେ ପପଅପ୍ ହଉଛି ଗୋଟେ କଣ ନା ଆପଣଙ୍କର ଅଗଷ୍ଟ 2 ତାରିଖ ପିଏମ କିଷାନ ର 20ତମ କିସ୍ତିର ଟଙ୍କା ମିଳିବା ପାଇଁ ଯାଉଛି। 9.7 କରୋଡ଼ ଲୋକଙ୍କର ବ୍ୟାଙ୍କ ଖାତାକୁ ଆସିବ ବା ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ର 20ତମ କିସ୍ତି। ଆମେ ଜାଣିବା କେମିତି ପିଏମ କିଷାନ ର ଆମେ ଇଲିଜିବୁଲ ଚାଷୀ ବୋଲି? ତ ଜାଣିବା ପାଇଁ ହେଲେ ଆପଣଙ୍କୁ କଣ କରିବା ପାଇଁ ପଡିବ ନା ଯେକୌଣସି ୱେବ ବ୍ରାଉଜର ଆପଣ ମାନଙ୍କୁ ଖୋଲିବା ପାଇଁ ପଡିବ। ଗାଇଜ ଯେକୌଣସି ଏକ ବ୍ରାଉଜର ନେଇକି କଣ କରିବେ ନା ସର୍ଚ୍ଚ କରିଦେବେ ପିଏମ କିଷାନ। ତ ପିଏମ କିଷାନ ଯେତେବେଳେ ସର୍ଚ୍ଚ କରିନଉଛନ୍ତି ତଳକୁ ଯେତେବେଳେ ସ୍କ୍ରୋଲ କରୁଛନ୍ତି ତ ପିଏମ କିଷାନ ସମ୍ମାନ ନିଧି ଉପରେ କ୍ଲିକ କରିଦଉଛନ୍ତି। ତ ପିଏମ କିଷାନ ସମ୍ମାନ ନିଧି ଉପରେ ଆମେ ଯେତେବେଳେ କ୍ଲିକ କରିନେଲୁ ପିଏମ କିଷାନ ର ଅପଡେଟ ଟି ପଳେଇ ଆସିଛି। ଆପଣଙ୍କର ରିଲିଜ ହବ 20ତମ ଇନଷ୍ଟଲମେଣ୍ଟ ପିଏମ କିଷାନ ସମ୍ମାନ ନିଧିର ପ୍ରଦାନ କରିବେ ମାନ୍ୟବର ନରେନ୍ଦ୍ର ମୋଦି ନା 20,500 କୋଟି ଟଙ୍କାର ଟ୍ରାନ୍ସଫର ହବ କେତେ ଲୋକ ବା କେତେ ଚାଷୀଙ୍କୁ 9.70 କରୋଡ଼। ତ ଫାର୍ମର ବେନିଫିଟ୍ସ ପାଇପାରିବେ। କେତେବେଳକୁ ଛାଡ଼ିବେ କାଲି ନା ହଉଛି କାଲି 2 ଅଗଷ୍ଟରେ କାଲି ଆପଣ ମାନଙ୍କୁ ଉତ୍ତରପ୍ରଦେଶର ବାରାଣାସୀ ରେ ଛାଡ଼ିବେ। ତ 11ଟା AM ରେ କାଲି ଛାଡୁଛନ୍ତି ଆମର ପିଏମ କିଷାନ ର 20ତମ କିସ୍ତି। ତ ଆପଣ ଇଲିଜିବୁଲ ଅଛନ୍ତି କି ନାହିଁ ଜାଣିବା କେମିତି? ତଳକୁ ଯେତେବେଳେ ଆମେ ସ୍କ୍ରୋଲ କରିବା ତ ଏଠି ବି ଅପଡେଟ ପଳେଇ ଆସିଛି। ଦେଖନ୍ତୁ 20ତମ ଇନଷ୍ଟଲମେଣ୍ଟ ପିଏମ କିଷାନ ଯୋଜନା 2 ଅଗଷ୍ଟ 2025 ତ ଆସିଛି। ଯେତେବେଳେ ଆମେ ତଳକୁ ସ୍କ୍ରୋଲ କଲେ ତ ଦେଖିପାରୁଥିବେ ନାଓ ୟୋର ଷ୍ଟାଟସ, ତାହାର ଉପରେ କ୍ଲିକ କରିଦେଲେ ଯେତେବେଳେ ନାଓ ୟୋର ଷ୍ଟାଟସ ଉପରେ ଯେତେବେଳେ ଆପଣ ମାନେ କ୍ଲିକ କରିଦେଲେ ବାହାରି ପଡିଲା। ତାପରେ ଦେଖନ୍ତୁ ନାଓ ୟୋର ରେଜିଷ୍ଟ୍ରେସନ ନମ୍ବର। ତ ଯେତେବେଳେ ଆପଣ ପିଏମ କିଷାନ ଆବେଦନ କରିଥିବେ ସେଇ ଟାଇମର ଯୋଉ ରେଜିଷ୍ଟ୍ରେସନ ନମ୍ବରଟି ଆପଣଙ୍କୁ ମିଳିଥିବ ତ ସେ ରେଜିଷ୍ଟ୍ରେସନ ନମ୍ବରଟି ଆପଣ ମାନେ ଏଇଠି ଏଣ୍ଟର କରିଦେବେ। ତ ଯେତେବେଳେ ସେଠି ଏଣ୍ଟର କରିଦେବେ ତାପରେ ଗୋଟେ କ୍ୟାପଚା ଅଛି ଆପଣ ମାନେ ଭଲ ଭାବରେ ଦେଖିପାରୁଥିବେ। କ୍ୟାପଚାଟିକୁ ଏଇ ଘରେ ଫୁଲଫିଲ କରିଦେବେ। ତ ଏଇ ଘରେ ଯେତେବେଳେ ଫୁଲଫିଲ କରିଦେବେ ତାପରେ ଗେଟ୍ ଓଟିପି ଉପରେ କ୍ଲିକ କରିଦେବେ। ଯେତେବେଳେ ଗେଟ୍ ଓଟିପି ଉପରେ କ୍ଲିକ କରିଦେବେ ଯୋଉ ଟାଇମରେ ଆପଣ ମାନେ ଆବେଦନ କରିଥିଲେ ସେ ସମୟରେ ଯୋଉ ମୋବାଇଲ ନମ୍ବରଟି ଦେଇଥିବେ ସେଇ ମୋବାଇଲ ନମ୍ବରଟିରେ ଗୋଟେ ଓଟିପି ଆସିବ। ତାକୁ ଓଟିପି ଦେଇ ସାରିଲା ପରେ ଆପଣଙ୍କର ଶୋ କରିବ ଫାର୍ମର ରେଜିଷ୍ଟ୍ରେସନ ଗ୍ରୀନ ହେଇଥିବା ଦରକାର, ଆପଣଙ୍କର KYC ଗ୍ରୀନ ହେଇଥିବା ଦରକାର। ସେଠି ଶୋ କରିବ ସବୁ। ଯେହେତୁ ମୋ ପାଖରେ ସେ ସବୁର ଅପଡେଟ ମାନେ ଡକୁମେଣ୍ଟ ନାହିଁ ତେଣୁ ମୁଁ ଦେଖିପାରିଲି ନାହିଁ। ତ ଆପଣଙ୍କର ଯଦି ଅଛି ତାହେଲେ ଏଇ ସବୁ ପ୍ରୋସେସ ମାଧ୍ୟମରେ ଆପଣ ମାନେ ଦେଖିପାରିବେ। ଆଉ ଡିବିଟି ଲିଙ୍କ ଅଛି କି ନାହିଁ ଆପଣଙ୍କର ସେଠି ଗ୍ରୀନ ଟିକ୍ ଶୋ କରୁଥିବ। ଯଦି ସେଇ ସବୁ ଆପଣଙ୍କର ଶୋ କରୁଛି ତାହେଲେ ପିଏମ କିଷାନ ପାଇଁ ଆପଣ ମାନେ ଇଲିଜିବୁଲ। ଯଦି ଆପଣଙ୍କର ଦେଖିବା ପାଇଁ ଚାହୁଁଛନ୍ତି ଆପଣଙ୍କର ଷ୍ଟାଟସ, ଯଦି ଆପଣ ଇଲିଜିବୁଲ ଅଟନ୍ତି ଆପଣଙ୍କର ସବୁଗୁଡାକ ଗ୍ରୀନ ହେଇଥିବ, ଆପଣଙ୍କର ଫାର୍ମର ରେଜିଷ୍ଟ୍ରେସନ ଗ୍ରୀନ ହେଇଥିବ, ଆପଣଙ୍କର KYC ଗ୍ରୀନ ହେଇଥିବ, ଆପଣଙ୍କର ଡିବିଟି ବି ଗ୍ରୀନ ହେଇଥିବ, ସବୁ ସେଠି ଶୋ କରିବ ଆପଣ ଯେତେବେଳେ ଆପଣଙ୍କର ରେଜିଷ୍ଟ୍ରେସନ ନମ୍ବର ଦେଇ ଦଉଛନ୍ତି। ଯଦି ଆପଣଙ୍କର ନା ଆୱେର ରେଜିଷ୍ଟ୍ରେସନ ଉପରେ ଯେତେବେଳେ ଆମେ କ୍ଲିକ କରିଦେଇଛୁ ଆପଣଙ୍କ ପାଖରେ ଯଦି ବି ନାହିଁ ରେଜିଷ୍ଟ୍ରେସନ ନମ୍ବର ତାହେଲେ ଆପଣ କଣ କରିବେ? ତ ଏଠି ଆପଣ ମାନେ ଭଲ ଭାବରେ ଦେଖିପାରୁଥିବେ ଏଠି ଆପଣ ମାନେ ମୋବାଇଲ ନମ୍ବର ଏଣ୍ଟର ମୋବାଇଲ ନମ୍ବର ପକେଇ ପାରିବେ। ତାପରେ କ୍ୟାପଚା ଗେଟ୍ ଓଟିପି ଉପରେ କ୍ଲିକ କରିପାରିବେ ବା ଆଧାର ନମ୍ବର ପକେଇକି ଆପଣ ଯେତେବେଳେ ଲଗ୍ଇନ କରୁଛନ୍ତି ଆପଣଙ୍କର ଆଧାର ଥ୍ରୋରେ ଯୋଉ ମୋବାଇଲ ନମ୍ବରଟି ଲିଙ୍କ ଅଛି ବା ରେଜିଷ୍ଟର୍ଡ ହେଇଛି ପିଏମ କିଷାନରେ
ସେଇ ଥ୍ରୋରେ ଗୋଟେ ଓଟିପି ଆସିବ ଦେଇ ସାରିଲା ପରେ ସେଇ ସବୁ ଜିନିଷ ଦେଖିପାରିବେ ଆପଣ ମାନେ ଇଲିଜିବୁଲ ଅଟନ୍ତି। ଯଦି ଇଲିଜିବୁଲ ନା ସେଠି ଶୋ ହବ ନା ଆପଣଙ୍କର ଫାର୍ମା ରେଜିଷ୍ଟ୍ରେସନ ରେଡ୍ କଲର ମାନେ କ୍ରସ୍ ଚିହ୍ନ ଦେଖେଇବ, ତାପରେ ଆପଣଙ୍କର ଡିବିଟି ଯଦି ଲିଙ୍କ ଥିବ ସେଠି ଗ୍ରୀନ ଦେଖେଇବ, ତାପରେ ଆପଣଙ୍କର KYC ଯଦି ହେଇଥିବ ଗ୍ରୀନ ଦେଖେଇବ। ଯଦି ଫାର୍ମା ରେଜିଷ୍ଟ୍ରେସନ ଆପଣଙ୍କର ହେଇନାହିଁ ବା ଆପଣ ପାଇପାରିବେ ନାହିଁ ପିଏମ କିଷାନର ସେ 20ତମ କିସ୍ତିର ଟଙ୍କା। ତ ଗାଇଜ ଏଇ ଥିଲା ଛୋଟିଆ ଇନଫର୍ମେସନ। ଯଦି ଆପଣମାନଙ୍କୁ ଭଲ ଲାଗିଥିବ ଲାଇକ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ନମସ୍କାର, ଜୟ ଜଗନ୍ନାଥ।